ଗାଁରେ 2 ଜଣ ଅନାଥ ଭାଇ ଭଉଣୀ ରହୁଥିଲେ। ଭଉଣୀର ନାମ କୁସୁମ ଓ ତାର ସାନ ଭାଇର ନାମ ଥିଲା ଲିଟୁ। କିଛି ବର୍ଷ ପୂର୍ବରୁ ତାଙ୍କର ମା ଚାଲିଗଲେ। ଆଉ 1 ମାସ ଆଗରୁ ତାଙ୍କର ବାପା ମଧ୍ୟ ଏହି ସଂସାର ଛାଡ଼ି ଚାଲିଗଲେ। ଏବେ ସେମାନେ ରହୁଥିଲେ ନିଜ ଦାଦା ମାଧବ, ଖୁଡି କମଳା ଓ ତାଙ୍କର ଝିଅ ପୁନମ ସହିତ। ଦିନେ ସକାଳର ସମୟ ହୋଇଥାଏ। ସୂର୍ଯ୍ୟର ହାଲୁକା କିରଣ ଘର ଅଗଣାରେ ପଡୁଥିଲା। ରୋଷେଇ ଘରେ କ୍ଳାନ୍ତ ମୁହଁରେ ମନ ଦୁଃଖରେ ବସି କୁସୁମ ଚୁଲି ପାଖରେ ତରକାରୀ ତିଆରି କରୁଥିଲା। ମନରେ ଯନ୍ତ୍ରଣା ଥିଲେ ବି ମୁହଁରେ ତାର ହସ ଥିଲା। କିଛି ସମୟ ପରେ କୁସୁମ ଜଳଖିଆ ତିଆରି କରି ବାହାରକୁ ଆଣିଲା। ଆଉ ସମସ୍ତେ ବସି ଖାଇଲେ। ଏତିକି ଭିତରେ ତା ଦାଦା ମାଧବ କହିଲେ, ଆରେ ବା ଝିଅ କୁସୁମ, ଜଳଖିଆଟା ବହୁତ ସ୍ୱାଦିଷ୍ଟ ତିଆରି କରିଛ। ତୁମ ଜେଜେ ମାଙ୍କ ପରି ସ୍ୱାଦିଷ୍ଟ ହେଇଛି। ହେଲେ ଝିଅ, ତୁମେ ଆମ ସହିତ ବସିକି କାହିଁକି ଖାଉନ? ତୁମେ ବି ଆସ, ଆମ ସହିତ ବସି ଖାଇବ। ଧନ୍ୟବାଦ କାକା, କିନ୍ତୁ ମତେ ନା ଏବେ ଭୋକ ନାହିଁ। ଆପଣମାନେ ଖାଆନ୍ତୁ, ମୁଁ ପରେ ଖାଇବି। କୁସୁମର ଏପରି ପ୍ରଶଂସା ଶୁଣି ତା ଖୁଡି ରାଗରେ ଜଳି ଉଠିଲେ। କାରଣ ସେ ମନରୁ କୁସୁମକୁ ପସନ୍ଦ କରୁନଥିଲେ। ଆଉ ମନେ ମନେ ଏସବୁ ଶୁଣି କହିଲେ, ଆଜି ପର୍ଯ୍ୟନ୍ତ ମୋ ହାତ ରନ୍ଧାକୁ କେବେ ଏମିତି ପ୍ରଶଂସା କରିନାହାନ୍ତି, କିନ୍ତୁ ଦେଖ ଏଇ ଅନାଥ ଝିଅକୁ ସବୁବେଳେ ପ୍ରଶଂସା କରି ପୋତି ପକାଉଛନ୍ତି। ସବୁବେଳେ ଖାଲି କୁସୁମ କୁସୁମ କୁସୁମ। କେବେ ୟାଠୁ ରକ୍ଷା ମିଳିବ ସେ କଥା ଭଗବାନଙ୍କୁ ହିଁ ଜଣା। ପ୍ରକୃତରେ କୁସୁମର ଖୁଡି କୁସୁମକୁ ଜମାରୁ ବି ପସନ୍ଦ କରୁନଥିଲେ। ସେ ସବୁବେଳେ ତା ଉପରେ ରାଗି ଅତ୍ୟାଚାର କରୁଥିଲେ। ଏପରି ଦିନ ବିତି ଯାଉଥିଲା, କିନ୍ତୁ କୁସୁମର ଜୀବନରେ ଶାନ୍ତି ଆସିଲା ନାହିଁ। ତାର ଖୁଡି କମଳାର ମନରେ ଥିବା ଈର୍ଷାର ନିଆଁ ଦିନକୁ ଦିନ ବଢି ଉଠୁଥିଲା, ଆଉ ଅଧିକ ଭୟଙ୍କର ହେଉଥିଲା। ଗୋଟିଏ ଦିନ ଗାଁର ମହିଳାମାନେ 2 ପହର ସମୟରେ ଏକାଠି ହୋଇ ଗୋଟିଏ ଗଛ ତଳେ ବସି ଗପ ମାରୁଥିଲେ। ସେତିକି ବେଳେ ଜଣେ ବୁଢୀ କହିଲା, ଆରେ କମଳା, ତୋ ସ୍ୱାମୀ ତ ଗାଁ ସାରା ଖାଲି କୁସୁମର ପ୍ରଶଂସା କରୁଛନ୍ତି। ଆଉ ମନେ ହୁଏ ସେ ତାଙ୍କର ନିଜ ଝିଅ ଯେମିତି। ଆଉ ଜଣେ ମହିଳା କହିଲା, ଭାଉଜ ଦେଖ, ଘର ଜମି ଧନ ସବୁ ତ ତମ ଦେଢଶୁରଙ୍କର ଥିଲା। ଏମିତି ହେଲେ ଆଗକୁ ସବୁ ତ କୁସୁମ ହାତକୁ ଚାଲିଯିବ। ଆଉ ତୋ ଝିଅ ପୁନମର କ'ଣ ରହିବ? ଗାଁ ମହିଳା ମାନଙ୍କର ଏପରି କଥା ଶୁଣି କମଳାର ମନ ଗୋଳେଇ ଘାଣ୍ଟି ହୋଇଗଲା। ଆଉ ସେ ମନେ ମନେ ଭାବିଲା, ନା, ଏହା ତ ମୁଁ କଦାପ ହେବାକୁ ଦେବିନି। ଏଇ ଅନାଥ ଝିଅ ମୋ ଝିଅର ଭବିଷ୍ୟତ କାହିଁକି ଛଡାଇ ନେବ? ମତେ କିଛି ଗୋଟେ କରିବାକୁ ପଡିବ। ମୁଁ କୁସୁମକୁ ମାଧବଙ୍କ ଆଖିରେ ଖରାପ କରିଦେବି, ଆଉ ତାପରେ ସେ କୁସୁମକୁ ଘରୁ ବାହାର କରିଦେବେ। ହଁ, ମୁଁ ଏଇଆ କରିବି। ସେଦିନ ଠାରୁ କୁସୁମ ଉପରେ ଆରମ୍ଭ ହୋଇଥିଲା ନିର୍ଦ୍ଦୟ ଅତ୍ୟାଚାର। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଝାଡୁ, ପୋଛା, ବାସନ, ରନ୍ଧାରନ୍ଧି, ପାଣି ଆଣିବା ଏସବୁ କାମ କୁସୁମ ହିଁ କରେ। ଏ କୁସୁମ, ଏଠି ବସି ସମୟ ନଷ୍ଟ କ'ଣ କରୁଛୁ? ଯା, ପ୍ରଥମେ ଘର ସଫା କର, ତାପରେ ଖାଇବା ରାନ୍ଧିବୁ। ଆଉ କୁସୁମ ଏସବୁ ଶୁଣି ନୀରବ ଭାବରେ କହୁଥିଲା, ହଁ ଖୁଡି, ଏବେ କରୁଛି। କୁସୁମର ହାତ ଥରୁଥିଲା, ଆଖିରେ ଲୁହ ଭରି ହୋଇଯାଇଥିଲା, କିନ୍ତୁ ସେ କେବେ ଅଭିଯୋଗ କରୁନଥିଲା। ରାତିରେ ସମସ୍ତେ ଶୋଇଲା ପରେ କୁସୁମ ଘର କଣରେ ଚୁପଚାପ ବସି କାନ୍ଦୁଥିଲା। ଲିଟୁ ତା ପାଖକୁ ଆସି କହୁଥିଲା, ଦିଦି, ତମେ ଜମାରୁ କାନ୍ଦନି। ମୁଁ ବଡ଼ ହେଲେ କାମ କରିବି। ତୁମକୁ ଆଉ କେହି କିଛି କହିପାରିବେନି। ସାନ ଭାଇର ଏପରି କଥା ଶୁଣି ନିଜ ଲୁହକୁ ଲୁଚାଇ କହୁଥିଲା, ହଁ ମୋ ଭାଇ, ଆମେ ଦୁହେଁ ସହିବା। ବାପା କହୁଥିଲେ ଏ ଦୁଃଖ ସବୁବେଳେ ରହିବ ନାହିଁ। ଗୋଟେ ଦିନ ଆମ ଜୀବନରେ ମଧ୍ୟ ନୂଆ ଆଲୋକ ଆସିବ, ଆଉ ଆମେ ବି ଖୁସିରେ ରହିବା। ତୁ ସେସବୁ ଚିନ୍ତା କରନି ତ। କୁସୁମ ଏପରି ଭାବି ନିଜକୁ ନିଜ ଯେତେ ବୁଝାଇଲେ ମଧ୍ୟ ସେପଟେ ଖୁଡି କମଳାର ରାଗ ଦିନକୁ ଦିନ ବଢୁଥିଲା। ସେ ମନେ ମନେ ବହୁତ ଭୟଙ୍କର ଭୟଙ୍କର ଯୋଜନା ସବୁ ତିଆରି କରୁଥିଲା। କମଳା ଏବେ ଆଉ ଅପେକ୍ଷା କରିପାରୁନଥିଲା। ତାର ମନରେ କେବଳ ଗୋଟିଏ ଲକ୍ଷ୍ୟ ଥିଲା,
କିପରି କୁସୁମ ଆଉ ତା ଭାଇକୁ ଏ ଘରୁ ବାହାର କରିବ। ଦିନେ ଦ୍ୱିପହର ସମୟରେ ମାଧବ କାମରୁ ଫେରି ଆସିଲେ। ସେତିକି ବେଳେ କମଳା ତାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ଗମ୍ଭୀର ସ୍ୱରରେ କହିଲା, ଶୁଣୁଛନ୍ତି, ଏଇ କୁସୁମ ଆଉ ଆଗ ଭଳି ନାହିଁ। ଆଜି ଆଜି ସେ ମୋ ପାଇଁ ଖାଇବା ବି ରଖିନଥିଲା। ମୁଁ ଯେତେବେଳେ କହିଲି ସେ ମୋ ସହ କଳି କଲା, ମତେ ଅପମାନ ଦେଲା। ମତେ ଏସବୁ କିଛି ଠିକ ଲାଗୁନି। କମଳାର ଏସବୁ କଥା ଶୁଣି ମାଧବକୁ ଆଶ୍ଚର୍ଯ୍ୟ ଲାଗିଲା। ସେ ବିଶ୍ୱାସ କରିପାରିଲେନି କି କୁସୁମ ଏମିତି କରିଛି ବୋଲି, ଆଉ କହିଲେ, ନାଇଁ କମଳା, କୁସୁମ ଏମିତି କହିଛି ମୋର ଜମାରୁ ବିଶ୍ୱାସ ହେଉନି। ଆରେ କୁସୁମ ଗୋଟେ ଶାନ୍ତ ସରଳ ନମ୍ର ଝିଅ, ସେ ଏମିତି କହିବ? ମୋର ଜମାରୁ କାହିଁ ବିଶ୍ୱାସ ହେଉନି। ହଁ, ଆପଣଙ୍କୁ କଣ ପାଇଁ ମୋ କଥା ବିଶ୍ୱାସ ହବ? ନିଜେ ଯାଇ ଦେଖୁନ। ମୁଁ ହିଁ ଏକା ଜାଣେ ଏ କୁସୁମର ଅସଲି ଚେହେରା। ପ୍ରତିଦିନ ସେ ମୋ ସହ ଝଗଡା କରୁଛି, ଆଉ ଏପରିକି ଆମ ସାନ ଝିଅ ପୁନମକୁ ମଧ୍ୟ ଗାଳି କରେ, ତାପରକୁ ହାତ ବି ଉଠାଏ। ତୁମେ କଣ ଜାଣିଛ ମୁଁ କେତେ ସହୁଛି? ଏପରି ଅନେକ ମିଛ କଥା କହି କମଳା ମାଧବର ମନରେ ବିଷ ଭରିଦେଲା। ଏପରି କିଛି ଦିନ ଲଗାତାର ଭାବରେ କମଳା କୁସୁମର ନାଁରେ ମିଛ କଥା କହି କହି ମାଧବ ମନକୁ ଦୁର୍ବଳ କରିଥିଲା। ଆଉ ଶେଷରେ କମଳାର ଜାଲରେ ମାଧବ ଫସିଗଲା। ଶେଷରେ ଗୋଟିଏ ସନ୍ଧ୍ୟାରେ ମାଧବ କୁସୁମ ଆଉ ତା ଭାଇ ଲିଟୁକୁ ଡାକି କହିଲା, ଶୁଣ କୁସୁମ, ଆମେ ଭଲ ଭାବେ ବିଚାର କରିଛୁ ଯେ ତମ ଦି ଜଣକୁ ଆମେ ଆଉ ଘରେ ରଖିପାରିବୁନି। କାରଣ ଆମର ବି ଝିଅ ଅଛି, ଆମର ବି ଖର୍ଚ୍ଚ ବଢୁଛି। ତମେ ଦି ଜଣ ଏଇ ଘର ଛାଡ଼ି ଚାଲିଯାଅ। କାକା, ଆପଣ ଆପଣ ଇଏ କଣ କହୁଛନ୍ତି? ଆଉ କାହିଁକି? ଏ ଘର ତ ମୋ ବାପା ତିଆରି କରିଥିଲେ। ଏ ବି ତ ମୋ ଘର ନା। ଆପଣ ଏମିତି କାହିଁ କହୁଛନ୍ତି ଯେ? ସେତିକି ବେଳେ କମଳା କଠୋର ସ୍ୱରରେ କହିଲା, ଦେଖ, ତୁମ ଦାଦା ତ ସଫା ସଫା କହିଦେଲେ କି ତୁମେ ଆଉ ଏ ଘରେ ରହିପାରିବ ନାହିଁ। ଏବେ ତୁ ଆଉ ତୋ ଭାଇ ସେ ପୁରୁଣା ଘରେ ଯାଇ ରହିବ, ଆମେ ଏଇ ନୂଆ ଘରେ ରହିବୁ, ବୁଝିଲୁ? କୁସୁମ କାନ୍ଦି କାନ୍ଦି କହି ଉଠିଲା, ଦାଦା, ବାପାଙ୍କୁ ମରିବାର ମାତ୍ର ଗୋଟିଏ ମାସ ହୋଇଛି, ଆଉ ଆପଣ ଆମକୁ ଏଭଳି ଅଧା ରାସ୍ତାରେ ଛାଡ଼ିଦେବେ? ଆମେ ଦୁଇ ଭାଇ ଭଉଣୀ କୁଆଡେ ଯିବୁ ଦାଦା? ମାଧବ ମୁଣ୍ଡ ନୁଆଇ କହିଲେ, ତମେ ଦୁଇ ଜଣ ବଡ଼ ହେଇଗଲଣି, ଏବେ ନିଜ ସଂସାର ନିଜେ ଚଳେଇ ପାରିବ। ମାଧବର କଥା ଶୁଣି ଲିଟୁ ମଧ୍ୟ କାନ୍ଦି କାନ୍ଦି କହିଲା, ଦାଦା, ଆମେ କଣ ଅପରାଧ କରିଛୁ? କିନ୍ତୁ ଭାଇ ଭଉଣୀ କାନ୍ଦି କାନ୍ଦି ଯେତେ କହିଲେ ବି, ଯେତେ ନେହୁରା ହେଲେ ବି କାହାର ହୃଦୟ ତରଳିଲା ନାହିଁ। ରାତି ଅଧରେ କୁସୁମ ନିଜ ଭାଇ ଲିଟୁକୁ ଧରି ସବୁ ଜିନିଷପତ୍ର ଧରି ପୁରୁଣା ଘରକୁ ଚାଲିଗଲା। ବାଟରେ ବର୍ଷା ହେଉଥାଏ। ଆକାଶ ମଧ୍ୟ ଏପରି ଗର୍ଜୁଥିଲା ଯେପରି ସେ ବି ତାଙ୍କ ଦୁଃଖରେ ଦୁଃଖୀ। ଆଉ ଏଇ ବର୍ଷାକୁ ଖାତିର ନ କରି କୁସୁମ ଚୁପଚାପ ସାନ ଭାଇ ଲିଟୁର ହାତ ଧରି ଘରୁ ବାହାରି ଆସିଲା। ମନେ ମନେ କୁସୁମ କହୁଥିଲା, ବାପା, ଆପଣ ନଥିବାରୁ ଆଜି ଆମେ ଦୁଇ ଭାଇ ଭଉଣୀ ଅନାଥ। କିନ୍ତୁ ଆମେ ଭାଙ୍ଗି ପଡ଼ିବୁନି ବାପା। ମୁଁ ମୋ ସାନ ଭାଇ ପାଇଁ ସଂସାର ସହ ଲଢ଼ିବି, ତାକୁ ବଡ଼ ମଣିଷ କରିବି। ମୋର ଆଜି ତୁମ ଦୁଇ ଜଣଙ୍କ କଥା ବହୁତ ମନେ ପଡୁଛି ବାପା ମା, ବହୁତ ମନେ ପଡୁଛି। ସେହି ରାତି ଥିଲା କୁସୁମ ଜୀବନର ସବୁଠାରୁ ଅନ୍ଧକାର ରାତି। କିନ୍ତୁ ଏହି ଅନ୍ଧାରରୁ ଶୀଘ୍ର ଜନ୍ମ ନେବାକୁ ଥିଲା ଗୋଟିଏ ନୂଆ ସୂର୍ଯ୍ୟ। ତା ମୁହଁକୁ ଦେଖି ଗୋଟିଏ ଛୋଟ ଦୀପଟିଏ ଜାଳି ଘର କୋଣରେ ବସିଥିଲା କୁସୁମ, ଆଉ ପାଖରେ ଶୋଇଥିଲା ଲିଟୁ। ତା ମୁହଁକୁ ଦେଖି ଦେଖି କୁସୁମ କାନ୍ଦି କାନ୍ଦି ରାତି ବିତାଇ ଦେଲା। ପରଦିନ ସକାଳୁ କୁସୁମ ପୁରା ଘରକୁ ସଫା କଲା, ଆଉ ଲିଟୁକୁ କହିଲା, ଶୁଣ ଲିଟୁ, ମୋ ପାଖରେ କିଛି ପଇସା ଅଛି, ମୁଁ ବଜାରରୁ କିଛି ଜିନିଷ କିଣି ଆଣୁଛି। କୁସୁମ ବଜାରରୁ କିଛି ପନିପରିବା ଆଉ ଘରର କିଛି ଜିନିଷ କିଣି ଘରକୁ ଆସିଲା, ଆଉ ଖାଇବା ରାନ୍ଧି ତା ସାନ ଭାଇକୁ ଦେଲା। ଶୁଣ ଲିଟୁ, ଆମେ ସିନା ଏଠିକି ଚାଲି ଆସିଲେ, କିନ୍ତୁ ଆମକୁ ଚଳିବା ପାଇଁ କିଛି ପଇସା ତ ଦରକାର ପଡିବ। ମୋର ମନେ ପଡ଼ିଗଲା, ଦିଦି, ତୁମେ ତ
ଭଲ ରୋଷେଇ କର। ଆମେ ଯଦି ପୁରୀ ତରକାରୀ କରି ବିକ୍ରି କରିବା କେମିତି ହବ? ହଁ, ତୁ ତ ଠିକ କହିଲୁ। ଚାଲ ଆମେ ବଜାର ଯାଇ ପୁରୀ ଆଳୁ କଷା ପାଇଁ ଜିନିଷ କିଣି ଆଣିବା। ଭାଇ ଭଉଣୀ ବଜାର ଯାଇ ଜରୁରୀ ଜିନିଷ କିଣି ଆଣିଲେ। ଆଉ ଘରେ ଆସି ସ୍ୱାଦିଷ୍ଟ ସ୍ୱାଦିଷ୍ଟ ପୁରୀ ଆଳୁ କଷା ବନାଇଲେ। ଆଉ ତିଆରି କରିସାରିବା ପରେ ବଜାର ଯାଇ ନିଜ ଠେଲାରେ ପୁରୀ ଆଳୁ କଷା ଆଉ କିଛି ଚଟଣି ସଜାଇ ଗ୍ରାହକ ମାନଙ୍କୁ ଅପେକ୍ଷା କଲେ। अरे भाई देख केते सुंदर महक आसुछि। चला आमे परोटा आलू कसा खाइबा। अरे वाह बहुत स्वादिष्ट। हे पट्टा आलू कषा मु आगरु केबे खाई नथली। ମାତ୍ର କିଛି ସମୟରେ ଦୋକାନରେ ଭିଡ଼ ଲାଗିଗଲା। ଆଉ ଦେଖୁ ଦେଖୁ ତାଙ୍କର ସବୁ ପୁରୀ ଆଳୁ କଷା ବିକ୍ରି ହୋଇଗଲା। ଆଉ ତାଙ୍କର ଭଲ ରୋଜଗାର ମଧ୍ୟ ହେଲା। ଦିଦି, ଆଜି ଆମେ ପ୍ରଥମ ଦିନ ଦୋକାନ ଖୋଲୁ ଖୋଲୁ ସବୁ ସରିଗଲା। ହଁ ଲିଟୁ, ଆଜି ତ ବହୁତ ଖୁସି ଲାଗୁଛି। ଆଜିର ପଇସାରୁ ଆମେ ଆହୁରି ଅଧିକ ଜିନିଷ କିଣି ପ୍ରତିଦିନ ଏପରି ପୁରୀ ଆଳୁ କଷା ବିକିବା। ଏପରି ଭାବେ ଭାଇ ଭଉଣୀ ଦୁହେଁ ପରିଶ୍ରମ କରି ଭଲ ରୋଜଗାର କରୁଥିଲେ। ତାଙ୍କ ଦୋକାନରେ ପ୍ରତିଦିନ ଏପରି ଭିଡ଼ ଜମୁଥିଲା। ଆଉ ସେପଟେ କୁସୁମର ଦାଦା ଖୁଡିଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଇଯାଉଥିଲା। କୁସୁମର ଦାଦା ମାଧବକୁ ବିଲ ବାଡ଼ି ଚଳାଇବା ଉପରେ କିଛି ଜ୍ଞାନ ନଥିଲା। ସେ ତ ନିଜ ବଡ ଭାଇ ଉପରେ ନିର୍ଭର କରି ହିଁ ଚଳୁଥିଲା। ବଡ ଭାଇ ଚାଲିଯିବା ପରେ କ୍ଷେତରେ ଭଲ ଚାଷ ବି ଆଉ ହେଲାନି, ଯାହା ଫଳରେ ସବୁ ଫସଲ ନଷ୍ଟ ହୋଇଗଲା। ଘର ଚଳାଇବା ପାଇଁ ସେ ଏବେ ଉଦ୍ଧାର ମଧ୍ୟ କରିଯାଇଥିଲା। ଶୁଣ ମାଧବ, ତୁ ଯଦି ମତେ ଗୋଟେ ସପ୍ତାହ ଭିତରେ ଟଙ୍କା ନ ଫେରସ୍ତ କରୁ ତାହେଲେ ଜମି ବାଡ଼ି ମୋର ହୋଇଯିବ। ଏମିତିରେ ଜମିର କାଗଜ ପତ୍ର ମୋ ପାଖରେ ଅଛି। ତତେ ମୁଁ ଶେଷ ଥର ପାଇଁ ସୁଯୋଗ ଦେଉଛି। ଶୁଣୁଛ ନା ନାଇଁ ବା, ସେ କୁସୁମ ଯାହାକୁ ତା ଦାଦା ଖୁଡି ଘରୁ ବାହାର କରିଦେଇଥିଲେ, ସେ ଏବେ ବଜାରରେ ଭଲ ରୋଜଗାର କରୁଛି। ତୁମେ ମାନେ ଜାଣିଲଣି କି ନାଇଁ? ଆରେ ହଁ, ମୁଁ ତ କାଲି ତା ଦୋକାନରେ ପୁରୀ ଆଳୁ କଷା ଖାଇକି ଆସିଥିଲି। ମୋ ପୁଅ ତ ଏତେ ଜିଦି କଲା ଯେ ମୁଁ ପୁଣି ଥରେ ଯାଇ ତା ପାଖରୁ ପୁରୀ ଆଳୁ କଷା କିଣିକି ଆଣିଲି। ଭାଇ ଭଉଣୀ ତ ଭଲ ନା କଲେ ଆଉ। ହଁ ବେଟା, ଭଗବାନ ଅଛନ୍ତି, ସବୁ ଦେଖୁଛନ୍ତି। ଗୋଟେ ନିରୀହ ଝିଅକୁ ଘରୁ ବାହାର କରିଦେଇ ତା ଦାଦା ଖୁଡି ଏବେ କେତେ କଷ୍ଟରେ ଚଳୁଛନ୍ତି ତୁମେ ମାନେ ଦେଖୁନ। ସବୁ ସେ ଭଗବାନଙ୍କ ମାୟା। ଆରେ ଏସବୁ କଣ ହେଇଗଲା? ମୋ ପାଖରେ ତ ବିଲକୁଲ ହିଁ ପଇସା ନାହିଁ। ଆଉ ଏ ବର୍ଷ କିଛି ବି ଫସଲ ହେଇନି, ସବୁ ବର୍ବାଦ ହେଇଗଲା। ମତେ ଚାଷ ବିଷୟରେ କିଛି ବି ଜଣା ନାହିଁ। ମୁଁ ଏବେ କଣ କରିବି? ଘର ଚଳେଇବା ବଡ଼ ମୁସ୍କିଲ ହେଇଗଲାଣି। ଆଉ ଏପଟେ ଚାଷ ଜମି ସବୁ କରଜରେ ବୁଡ଼ିଗଲାଣି। ଆଉ ଏପଟେ ସାହୁକାର ମୋତେ ଧମକ ଦେଇଗଲାଣି। ମୁଁ ଏଇ ସପ୍ତାହେ ଭିତରେ କୋଉଠୁ ପଇସା ଆଣିଦେବି? ହେଇଟି, ତୁମକୁ କଣ ଟିକେ ବି ଖରାପ ଲାଗୁନି? ଗାଁଟା ସାରା ଲୋକ ଆମର ମଜାକ ଉଡାଉଛନ୍ତି। ଏବେ ତ ସବୁଆଡେ କେବଳ ସେ କୁସୁମର ହିଁ ପ୍ରଶଂସା ଶୁଣୁଛି। ମୋ କାନ କଣ ହେଇଗଲାଣି ତା ପ୍ରଶଂସା ଶୁଣି ଶୁଣି। ତୁମକୁ ଟିକେ ଖରାପ ଲାଗୁନି? ଲୋକ ତ ଠିକ କହୁଛନ୍ତି। ଆମେ ତ କୁସୁମ ଆଉ ଲିଟୁର ତାଙ୍କ ମାନଙ୍କର ଅଧିକାର ଛଡ଼େଇ ନେଇଛେ। ସେଥିପାଇଁ ବୋଧେ ଭଗବାନ ଆମକୁ ଏମିତି କରୁଛନ୍ତି। ଆମେ ତାଙ୍କୁ ଘରୁ ବାହାର କରିଦେଇ ବହୁତ ବଡ଼ ଭୁଲ କରିଦେଇଛେ। ହେ, ତୁମେ ଚୁପ୍ ରୁହ। ଦେଖିବ ସେ କୁସୁମର ସେ ଠେଲା ପୁଣି 4 ଦିନ ପରେ ବନ୍ଦ ହୋଇଯିବ। ହଁ, ପରଦିନ ସକାଳୁ ସକାଳୁ କମଳା କୁସୁମର ଠେଲାକୁ ଯାଇ ଚୁପଚାପ ଦେଖିଲା। କୁସୁମ ଆଉ ତାର ଭାଇ ଠେଲାରେ ଲୋକଙ୍କୁ ପୁରୀ ଆଳୁ କଷା ବିକ୍ରି କରିବାରେ ବ୍ୟସ୍ତ ଥିଲେ। ଲୋକଙ୍କ ଭିଡ଼ ମଧ୍ୟ ଲାଗିଥିଲା। ଏସବୁ ଦେଖି କମଳା ମନରେ ରାଗ ଆଉ ଈର୍ଷା ଆସିଲା। ଦେଖୁଛି ଏ ଭାଇ ଭଉଣୀ ତ ବହୁତ ଖୁସିରେ ଅଛନ୍ତି। କାଲି ସକାଳେ ମୁଁ ୟାଙ୍କ ପୁରୀ ତରକାରୀରେ ଅଧିକ ଲୁଣ ମିଶାଇ ଦେବି। ଦେଖିବି କିଏ ଲୋକ ୟାଙ୍କ ପାଖକୁ ଆସିବ। କମଳା ନୂଆ ଚାଲ ଚଲେଇ ସକାଳୁ ସକାଳୁ ଚୁପଚାପ କୁସୁମର ଘର ଆଡକୁ ଗଲା। କୁସୁମ ସକାଳୁ ସକାଳୁ ବହୁତ ସାରା ପୁରୀ ଆଳୁ କଷା ରାନ୍ଧି ରୋଷେଇ ଘରେ ରଖିଥିଲା। ଘର ପଛପଟେ ଯାଇ ବାସନ ମାଜୁଥିଲା। ଆଉ ତା ଭାଇ ଲିଟୁ ମଧ୍ୟ ବାହାରକୁ ଯାଇଥିଲା। ଏହାର ଫାଇଦା ଉଠାଇ ରୋଷେଇ ଘରକୁ ଚୁପଚାପ କମଳା ଗଲା। ଆଉ ତା ଖାଦ୍ୟରେ ବହୁତ ସାରା ଲୁଣ ପକାଇ ସେଠାରୁ ଚାଲି ଆସେ।
ମୋ କାମ ତ ହୋଇଗଲା। ଏବେ ଗାଁରେ ଏ ଭାଇ ଭଉଣୀଙ୍କ ମଜାକ ବନିବ, ଯାହା ଦେଖି ମତେ ବହୁତ ଖୁସି ଲାଗିବ। କମଳା ସିନା ତା ଚାଲ ଚଲେଇ ଦେଲା, କିନ୍ତୁ କଥାରେ ଅଛି ନା, ଭଲ ଲୋକଙ୍କ ସହ ସବୁବେଳେ ଭଲ ହୁଏ। ସେଦିନ କୁସୁମ ଜଲ୍ଦି ଜଲ୍ଦିରେ ତା ଆଳୁ କଷାରେ ଲୁଣ ପକାଇବାକୁ ଭୁଲି ଯାଇଥିଲା। ଆଉ ତାର ଖୁଡି କମଳା ଖାଇବା ନଷ୍ଟ କରିବାକୁ ଯେଉଁ ଲୁଣ ପକାଇଲା, ସେଟା କୁସୁମର ତରକାରୀକୁ ଭଲ କରିଦେଲା। ସବୁଦିନ ପରି ଭାଇ ଭଉଣୀ ସେଦିନ ମଧ୍ୟ ବଜାରରେ ବିକ୍ରି କଲେ। ଆଉ ଲୋକ ଖାଇ ତାଙ୍କର ପ୍ରଶଂସା କରୁଥିଲେ। ଆଉ ଭିଡ଼ ମଧ୍ୟ ଲାଗୁଥିଲା। କମଳା ଯେତେବେଳେ କୁସୁମ ଠେଲାରେ ପହଞ୍ଚିଲା, ସେ ଦେଖିଲା ଲୋକ ଭିଡ଼ ଜମାଇ ଖୁସି ଖୁସିରେ ସେଠି ଖାଉଛନ୍ତି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ଆଉ ମନେ ମନେ କହିଲା, ଆରେ ଏ କଣ, ମୁଁ ତ କେତେ ଲୁଣ ଢାଳିଥିଲି, ହେଲେ ଲୋକମାନେ ଲୁଣିଆ ଖାଦ୍ୟ ଖାଇବାକୁ ଏତେ ଶାନ୍ତିରେ ଖାଉଛନ୍ତି। କଣ କୁସୁମ ପୁଣି ଥରେ ଆଳୁ କଷା ତିଆରି କରିଦେଲା କି? ମୋ ମୁଣ୍ଡରେ ତ କିଛି ବସୁନି। କମଳା ରାଗ ତମତମ ହୋଇ ସେଠାରୁ ଚାଲି ଆସିଲା। ଆଉ ବିଚାରୀ କୁସୁମକୁ କିଛି ବି ପତା ନଥିଲା କିପରି ଆଜି ତା ଭାଗ୍ୟ ତାର ସାଥ ଦେଲା। ପରଦିନ ସକାଳୁ କମଳା ଆଉ ଏକ ନୂଆ ଚାଲ ଚଲାଇବ ବୋଲି ଭାବିଥିଲା। ସେଦିନ ସକାଳୁ ସକାଳୁ କୁସୁମ ଗାଁ ଲୋକଙ୍କ ଠାରୁ ଶୁଣି ତା ଦାଦାଙ୍କ ଘର ଆଡକୁ ଗଲା। ସେ ଜାଣି ସାରିଥିଲା ଯେ ତା ଦାଦା ମାଧବ କରଜରେ ବୁଡି ଯାଇଛନ୍ତି। ଆଉ ଗାଁ ଲୋକେ ଧମକ ମଧ୍ୟ ତାଙ୍କୁ ଦେଇଛନ୍ତି କି ଟଙ୍କା ଫେରାଇ ନଦେଲେ ତାଙ୍କ ଘର ନିଲାମ ହେବ। ଆରେ ପୁନମ, ମୋ ଭଉଣୀ, ତୁ କେମିତି ଅଛୁ? ମୁଁ ଯେତେବେଳେ ଜାଣିଲି ତୁମେ ମାନେ ଏତେ ଅସୁବିଧାରେ ଅଛ, ଆଉ ଆମର ସବୁ ଫସଲ ବି ନଷ୍ଟ ହୋଇଯାଇଛି, ମୁଁ ଆଉ ରହିପାରିଲିନି ଭଉଣୀ। ଏଇ ନେ, କିଛି ପଇସା ଏଠି ରଖିଯାଉଛି, ତୁମ ମାନଙ୍କ କାମରେ ଆସିବ। ଦିଦି, ମୋର ବି ତୁମର ଆଉ ଭାଇଙ୍କ କଥା ଭାରି ମନେ ପଡୁଛି। ବାପା ମା ତୁମ ସହ ଏତେ ଖରାପ କଲା ପରେ ବି ତୁମେ ତାଙ୍କୁ ସାହାଯ୍ୟ କରୁଛ ଦିଦି। ମୁଁ ଜାଣିଛି ରେ, ଦାଦା ଖୁଡି ମୋ ସହ କେତେ ଖରାପ କରିଛନ୍ତି। ମୁଁ କେବଳ ତୋ ମୁହଁ ଚାହିଁ ସାହାଯ୍ୟ କରୁଛି। ଏବେ ମୁଁ ଯାଉଛି, ତୁ ତୋର ଯତ୍ନ ନେବୁ। ଆଉ କେବେ କିଛି ବି ଦରକାର ହେଲେ ତୁ ମୋ ପାଖକୁ ଆସିବୁ, ମତେ କହିବୁ ହେଲା। ସେପଟେ ଘରର କବାଟ ପାଖରେ ହାତରେ ଡବାଏ ଲଙ୍କା ଗୁଣ୍ଡ ଧରି କମଳା ଛିଡା ହୋଇ ମନେ ମନେ କହୁଥିଲା, କାଲି ସିନା ସେ କୁସୁମ ରକ୍ଷା ପାଇଗଲା, ଆଜି କିନ୍ତୁ ଏ ସବୁ ଲଙ୍କା ଗୁଣ୍ଡ ତା ଆଳୁ କଷାରେ ପକାଇଦେବି। ଦେଖିବି ସେ କେମିତି ଗାଁ ଲୋକଙ୍କ ଠାରୁ ବଞ୍ଚିବ, ଆଉ ତାର ଠେଲା ଗୋଟିଏ ଦିନରେ ବନ୍ଦ ହୋଇଯିବ। କମଳାର ଏପରି ଗୁଣୁଗୁଣୁ ହେଉଥିବା କଥା ସବୁ ତା ଝିଅ ପୁନମ ଶୁଣିଦେଲା। ଆଉ ଯାଇ ତା ମା ହାତରୁ ଲଙ୍କା ଗୁଣ୍ଡକୁ ଛଡାଇ ଆଣିଲା। ପୁନମ, ଦେ ସେ ଲଙ୍କା ଗୁଣ୍ଡ ଡବା ଦେ, ଜଲ୍ଦି ତୋ ଆଖିରେ ପଡିଯିବ ନା, ବହୁତ ପଡିବ। ଦେ ମତେ ଡବା ଦେ। ନା ମା, ଲଙ୍କା ଗୁଣ୍ଡ ମୁଁ ଦେବିନି। ତମେ ମୋ ଦିଦିର ଖାଇବା ନଷ୍ଟ କରିବ, ଯେମିତି ତାର ବେଜତି ହେବ, ମୁଁ ଏହା ହେବାକୁ ଦେବିନି। ଆରେ କଣ ହଉଛି ଏଠାରେ? ଆଉ ତମେ ଦି ଜଣ ଏଠି କଣ କରୁଛ? ତୁମ ଦୁଇ ଜଣଙ୍କୁ ମା ବାପା କହିବାକୁ ଲାଜ ଲାଗୁଛି। ମୋ ଦିଦି ଆଉ ଭାଇକୁ ଘରୁ ବାହାର କରିଦେଲ, କିନ୍ତୁ ସେ ଦେଖ ତ ସକାଳୁ ସକାଳୁ ଆମ ଦୁଃଖ କଥା ଶୁଣି ପଇସା ନେଇ ଆଣି ଦେଇଛି, ଯେପରି ଆମର କିଛି ଅସୁବିଧା ହବନି। କିନ୍ତୁ ତୁମେ ମାନେ ଛାଡ଼। ଆଉ ଏ ମା ତ ଚାଲ ଚଲାଇ ତାର ଖାଇବାରେ ଲଙ୍କା ଗୁଣ୍ଡ ମିଶାଇ ତା ଦୋକାନ ବନ୍ଦ କରିବାକୁ ଚାହୁଁଥିଲେ। ତୁମେ ମାନେ ଏତେ ଖରାପ, ମୋ ବାପା ମା ଏତେ ଖରାପ। ତମେ ଦେଖୁଛ କମଳା, ଆମ ଦ୍ୱାରା କେତେ ବଡ଼ ଭୁଲ ହେଇଗଲା। ଯାହାର ଆମେ ସବୁ କିଛି ଛଡ଼େଇ ନେଲେ, ସେ ଆମର ଖରାପ ସମୟରେ ଆମକୁ ସାହାଯ୍ୟ କରିଛି। କଣ କୁସୁମ ଏତେ ପରେ ବି ଆମକୁ ସାହାଯ୍ୟ କଲା? ଶୁଣ, ମୋର ଭୁଲ ହୋଇଯାଇଛି, ମତେ କ୍ଷମା କରିଦିଅ। ମୁଁ କୁସୁମକୁ ବହୁତ ହଇରାଣ କରିଛି। ତୁମକୁ କୁସୁମ ନାଁରେ ମିଛ କଥା କହିଥିଲି, ଯେପରି ତୁମେ ରାଗି ଯାଇ ତାକୁ ଘରୁ ବାହାର କରିଦେବ, ଆଉ ଆମ ଝିଅ ପୂନମୀ ସବୁ ସମ୍ପତ୍ତିର ମାଲିକାଣୀ ହବ। କଣ ତମେ ଜାଣିଶୁଣି ଏମିତି କରୁଥିଲ? ଶେଷରେ ତୁମେ ସଫଳତାରେ ପହଞ୍ଚିଗଲ, ଆଉ
ମୋ ସ୍ୱର୍ଗବାସୀ ଭାଇମାନଙ୍କର ପିଲା ଛୁଆ ଦିଟାକୁ ବର୍ଷା ଘଡ଼ଘଡ଼ିରେ ଏ ଘରୁ ବାହାର କରିଦେଲି। ମୁଁ ତ ତୁମଠାରୁ ବେଶୀ ଅପରାଧୀ। ମୁଁ ମୋ ନିଜକୁ କେବେ କ୍ଷମା କରିପାରିବିନି। ମୋତେ କ୍ଷମା କରିଦିଅ। ଚାଲ ଆମେ ପୂନମ ପାଖକୁ ଯିବା, ତାକୁ ଯାଇ କ୍ଷମା ମାଗିବା। ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଗଲା, ମୋତେ କ୍ଷମା କରିଦିଅ। କମଳାର ଏକଥା ଶୁଣି ମାଧବ କହିଲା, ତମେ ଏକଦମ ଠିକ କଥା କହିଛ କମଳା। ଆମେ ସେ ପିଲା ଦୁଇଟିକୁ କ୍ଷମା ମାଗିବା ନିହାତି ଦରକାର। ଜଣା ନାହିଁ ସେମାନେ ଆମକୁ କ୍ଷମା କରିବେ କି ନ କରିବେ, ହେଲେ ତାଙ୍କ ସାମ୍ନାକୁ ଯିବା ପାଇଁ ମୋତେ ବହୁତ ଖରାପ ଲାଗୁଛି କମଳା। ଶେଷରେ ମାଧବ, କମଳା ଆଉ ତା ଝିଅ ପୂନମ ମିଶି କୁସୁମ ଘରକୁ ଗଲେ। ତାକୁ କ୍ଷମା ମାଗି ମାଧବ କହିଲା, ଝିଅ, ସତରେ ତୁ ଭଗବାନଙ୍କ ସଦୃଶ। ତୁ ଆମକୁ ବିନା ସ୍ୱାର୍ଥରେ ସାହାଯ୍ୟ କରିଛୁ। ମୁଁ ତୁମ ଦୁଇ କଅଁଳ ଶିଶୁ ଉପରେ ବହୁତ ଅପରାଧ କରିଛି। ମୋର ପଇସା ପ୍ରତି ଏତେ ଲୋଭ ଆସିଯାଇଥିଲା ଯେ ମୋ ନିଜ ଭାଇର ସନ୍ତାନମାନଙ୍କୁ ମୁଁ ଘରୁ ବାହାର କରିଦେଲି। ଏଥିପାଇଁ ମୋ ନିଜ କୁକର୍ମର ଫଳ ମୁଁ ଭୋଗୁଛି। ଲୋକଙ୍କ ଗଞ୍ଜଣାରୁ ତୁ ମୋତେ କ୍ଷମା କରିଦେ। ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ବହୁତ ଲଜ୍ଜିତ। ହଁ କୁସୁମ, ତୋ ଦାଦା ଠିକ କହୁଛନ୍ତି। ଆମ ଦ୍ୱାରା ଭୁଲ ହୋଇଯାଇଛି ଝିଅ। ଲୋଭରେ ମୁଁ ଏତେ ଅନ୍ଧ ହୋଇଯାଇଥିଲି ଯେ ତତେ ଆଉ ଲିଟୁକୁ ରାତି ଅଧରେ ଘରୁ ବାହାର କରିଦେଲି। ସେତିକିରେ ବି ମୋ ମନ ଶାନ୍ତି ହେଲାନି ଯେ ତୋ ଉନ୍ନତି ବି ସହିପାରିଲି ନାହିଁ। ସେଥିପାଇଁ କାଲି ଯୋଜନା କରି ତୋ ଖାଇବାରେ ଲୁଣ ମିଶାଇ ଦେଇଥିଲି, ଯେପରି ଗାଁରେ ତୋର ମଜାକ ବନିବ। ସେଥିପାଇଁ କିନ୍ତୁ କିନ୍ତୁ ତ ତୋର ଭାଗ୍ୟ ତୋର ସାଥ ଦେଲା ଝିଅ। ମୋତେ କ୍ଷମା କରିଦିଅ ଦୁଇ ଜଣ, ମୋର ଭୁଲ ହୋଇଯାଇଛି। କମଳାର ଏପରି କଥା ଶୁଣି କୁସୁମର ଭାଇ ଲିଟୁ ରାଗିଗଲା। ଆଉ ରାଗି ଯାଇ କୁସୁମକୁ କହିଲା, ଦେଖିଲୁ ଦିଦି, ଇଏ କାଲି ଆମ ସହିତ କ'ଣ କରିଥିଲା? ଖୁଡ଼ି, ମୋ ଦିଦି କାଲି ଆଳୁ କଷାରେ ଲୁଣ ପକାଇବାକୁ ଭୁଲି ଯାଇଥିଲା, ଆଉ ସେଇ ଲୁଣ ଆପଣ ପକାଇକି ଚାଲିଗଲେ। ମୋ ଦିଦି ନିଃସ୍ୱାର୍ଥପର, ସେଥିପାଇଁ ଭଗବାନ ତାକୁ ସାହାଯ୍ୟ କଲେ। ଦିଦି, ତୁମେ ଏମାନଙ୍କୁ ଜମାରୁ କ୍ଷମା କର ନାହିଁ। ଏମାନଙ୍କ ପାଇଁ ତୁମେ ବହୁତ ଲୁହ ଗଡ଼େଇଛ। ଭାଇ, ଦିଦି, ମୁଁ ହାତ ଯୋଡୁଛି, ମୋ ମା ବାପାଙ୍କୁ କ୍ଷମା କରିଦିଅ। ମୋତେ ତୁମମାନଙ୍କ ବିନା ଘରେ ଭଲ ଲାଗୁନି। ତୁମେମାନେ ମୋ ସହ ଚାଲ, ଆମେ ଘରେ ରହିବା। ଚାଲ ଦିଦି, ଚାଲ ଭାଇ। ସାନ ଭଉଣୀ ପୂନମର ମୁହଁକୁ ଚାହିଁ କୁସୁମ ଆଉ ଲିଟୁର ମନ ପରିବର୍ତ୍ତନ ହୋଇଗଲା। କୁସୁମ କହିଲା, ଦାଦା, ଖୁଡ଼ି, ମୁଁ ତୁମମାନଙ୍କୁ କ୍ଷମା କରିଦେଲି। ଆମେ ଏବେ ପୁରୁଣା କଥାକୁ ଭୁଲିଗଲୁ। ଆପଣମାନେ ଉଠନ୍ତୁ, ଆଉ ମୋ ଆଗରେ ହାତ ଯୋଡ଼ନ୍ତୁ ନାହିଁ। ଆରେ ହଁ ଝିଅ, ଆମେ ସମସ୍ତେ ଏଥର ମିଳିମିଶି ଖୁସିରେ ରହିବା। ତୋ ହୃଦୟ ବହୁତ ବଡ଼ କୁସୁମ। ତୁ ମହାନ। ତୁ ଆମକୁ କ୍ଷମା କରିଥିବାରୁ ମୋ ହୃଦୟରୁ ଅନେକ ଅନେକ ଧନ୍ୟବାଦ। ଏବେ ଚାଲ ପିଲାମାନେ, ଜିନିଷପତ୍ର ଧର, ସେଠାକୁ ଯିବା। ସେଇଟା ହେଉଛି ତୁମର ନିଜର ଘର। ଏବେଠାରୁ ସେ ଘର ତୁମର, ଆଉ ତୁମଠାରୁ କେହି ଛଡ଼େଇ ନେବେନି। ଏବେ ଚାଲ ଯିବା। ହଁ ଝିଅ, ଆଜିଠୁ ମୋର ଦୁଇ ଝିଅ, ତୁ ଆଉ ପୂନମ, ଆଉ ମୋ ପୁଅ ଲିଟୁ। ମୁଁ ବି ଏବେ ତୋ ସହ ତୋ ଦୋକାନରେ ମିଶି କାମ କରିବି। ଦେଖିବୁ, ଖୁବ୍ ଶୀଘ୍ର ଆମେ ଭଲ ବ୍ୟବସାୟ କରିବା, ଆଉ ଏ ଗାଁରେ ଆମର ଆଉ ଏକ ନାଁ ରହିବ। ଜୟ ଜଗନ୍ନାଥ ସାଙ୍ଗମାନେ, ପୂର୍ବ ଭିଡ଼ିଓରେ ଆପଣମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି। ଯଦି ଆପଣମାନଙ୍କୁ ଏଇ ଭିଡ଼ିଓ ବି ସେମିତି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ କମେଣ୍ଟ କରିବେ। ଆଉ ଲାଇକ୍ କଲା ପରେ ଆସିବ ହାଇପ୍ର ଷ୍ଟିକର, ତା ଉପରେ କ୍ଲିକ୍ କରି ଆମମାନଙ୍କୁ ଉତ୍ସାହିତ କରିବେ। ଆଜିର ପ୍ରଶ୍ନଟି ହେଲା, କୁସୁମ କ'ଣ ବିକ୍ରି କରି ଧନୀ ହୋଇଥିଲା? ଉତ୍ତରଟି କମେଣ୍ଟ ମଧ୍ୟରେ ଦେଇ ନିଜର ନାମ ମେନସନ୍ କରନ୍ତୁ। ଜୟ ଜଗନ୍ନାଥ।